ନିଜର ପରିବାର ଅଛି ତ ଆଜିଠୁ ଏକାଠି ହୋଇ ଫିରିକି ବିରୋଧୀ ଆନ୍ଦୋଳନ କରିବାକୁ ପଡ଼ିବ। ତାହେଲେ ମୁଁ କହିବି ଏ ସଭାର ଆବଶ୍ୟକତା ବହୁତ ଆଗରୁ କରିବାର ଥିଲା। ଆରେ ଶୈବାର ଗୋଟେ ସୀମା ଥାଏ। ଏପଟେ ଫିଲ୍ମ ମାନଙ୍କର ଅତ୍ୟାଚାର, ସେପଟେ ଫିଲ୍ମ ମାନଙ୍କର ଗୋଲାମ ସାଜିଥିବା ରାଜା ଶଙ୍କର ପ୍ରତାପ ଓ ଜମିଦାର ଫିଲ୍ମ ମାନଙ୍କ ଅତ୍ୟାଚାର ବିଷୟରେ ରାଜା କ୍ଷୀର ମାରୁଛନ୍ତି ଆଉ ଗରିବ ପେଟରେ ଲାତ ମାରୁଛନ୍ତି। ବୋଝ ଉପରେ ଲଳିତ ବିଡ଼ାପଡ଼ି, କର ଉପରେ କର ବସାଇ ସାଧାରଣ ଜନତାକୁ ଶୋଷଣ କରୁଛନ୍ତି। ଆଉ ସେ ନଟ ପେସ୍କାର ସେ ବି ତାଙ୍କ ସହିତ ମିଶି ଯାଇଛି। ବହୁତ ହେଇଗଲା, ଏବେ ପ୍ରତିବାଦ କରିବାର ସମୟ ଆସିଛି। କୁହ ଭାଇମାନେ, ପ୍ରତିବାଦ କରିବା ନା ଶୈତାନ ହୋଇ ରହିବା? ପ୍ରତିବାଦ କରିବା। ପ୍ରତିବାଦ କରିବା। ଆମେ ପ୍ରତିବାଦ କରିବା। ଆମେ ପ୍ରତିବାଦ କରିବା। କିଏ ସେଠି? କିଏ? ମୁଁ ଦେଖୁଛି ସରଦାର। ସରଦାର ରାଣିଆର ପୁଅ ବାଜିଆ। ବାଜିଆ? ଏତେ ରାତିରେ ସେଇଠି କଣ କରୁଛି? ନାଇଁ ସଦାର, ଆପଣ ଯାହା ଭାବୁଛନ୍ତି ସେଇଆ ନୁହଁ। ଆମ କାର୍ଯ୍ୟକଳାପ ଗତିବିଧି ବିଷୟରେ ବାଜିଆ ସବୁ ଜାଣେ। ସେ ଅନେକ ଥର କହିଲାଣି ଆମକୁ ଆମ ମେଳରେ ମିଶିବା ଲାଗି। ହେଲେ ସେ ଛୋଟ ପିଲାଟି ବୋଲି ମୁଁ ତା କଥାକୁ କେବେ ଗୁରୁତ୍ୱ ଦେଇନି। ଆମେ ଭୁଲ କରିଛ। ଫିରିଙ୍ଗି ଆଉ ତା ଗୁଲାମ ରାଜା ଓ ଜମିଦାର ମାନଙ୍କୁ ରୋକିବାକୁ ହେଲେ ଏ ଆନ୍ଦୋଳନରେ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଯୋଗ ଦେବାକୁ ପଡ଼ିବ। ବାଜିଆ, ଆସ ବାଜିଆ, ଆସ ମୋ ପାଖକୁ ଆସ, ଭୟ କର ନାହିଁ, ଆସ। ବନ୍ଦେ ମାତରମ୍। ବନ୍ଦେ ମାତରମ୍। ଆଚ୍ଛା ବାଜିଆ, କହିଲ ଦେଖି, ଏ ନଦୀ ଆମର, ଏ ଜଙ୍ଗଲ ଆମର, ଏ କ୍ଷେତ ବି ଆମର, ତାହେଲେ ଏସବୁ ଉପରେ ଅଧିକାର କାହାର? ମୁକ୍ତିର ସୂର୍ଯ୍ୟ ଉଦୟ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି। ଆଜିଠାରୁ ଆମ ଅଞ୍ଚଳରେ ଏକ ବାନର ସେନା ଗଠନ କରିବାକୁ ପଡ଼ିବ। ଆଉ ଏ ବାଜିଆ ହବ ସେ ବାନର ସେନାର ଦଳପତି। ଏଇଟା କେଉଁ ସମ୍ଭବ? ଛୋଟ ପିଲାମାନଙ୍କୁ ଆମ ମେଳିରେ ସାମିଲ କରିବା କେତେ ଜରୁରୀ? ତାଛଡ଼ା କୋଉ ବାପା ମା ଛାଡ଼ିବ ତା ପିଲାକୁ? ତମେ ଭୁଲ କହୁଛ। ଓଡ଼ିଶାର ଗଡ଼ଜାତ ପ୍ରଥା ଏବଂ ମୁକ୍ତି ସଂଗ୍ରାମ ଲାଗି ବାଜିରାଉତ ପରି ଶହ ଶହ ବାଜିରାଉତ ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଯେଉଁମାନେ ସଂଗ୍ରାମରେ ଆସିବାକୁ ଚାହୁଁଛନ୍ତି ଆସନ୍ତୁ, ଏଥିପାଇଁ କାହାରିକୁ ପ୍ରତିବାଦ ନାହିଁ। କିନ୍ତୁ ଯେଉଁମାନେ କାହା ପୁରୁଷ ସେଇମାନେ ରହିବେ।